ସୁଜତା ହେଉଛନ୍ତି ଓଡ଼ିଆ ଝିଅ, ତାହେଲେ ଅସ୍ମିତା ଧରିବନି। ସତକୁ ସବୁବେଳେ ନେତା ମାନେ ଅଧା ସତ୍ୟ ଅର୍ଦ୍ଧ ସତ୍ୟ କୁହନ୍ତି ଆଉ ଅର୍ଦ୍ଧ ସତ୍ୟ ଗିଳି ଦିଅନ୍ତି। ନବୀନ ବାବୁ କୁଆଡ଼େ ଛାଇ ଦେଖିଲେ ଡରନ୍ତି, ଟିକେ ଭୟାତୁର ଲୋକ, ତାଙ୍କର ଚୌକି ପ୍ରତି ଟିକେ ବିପଦ ଆସିଲେ ସେ ବେଶ ସତର୍କ ହେଇଯାଆନ୍ତି। ଯେଉଁ ନମ୍ବର 2 କଥା ବିଜେଡ଼ିରେ କୁହାହେଉଛି ଆଉ ସିଙ୍ଗଲ ହ୍ୟାଣ୍ଡେଡ୍ ନମ୍ବର 2 ହେବନି। ନମ୍ବର 2 ମିନ୍ସ ଗୋଟେ କୋର୍ ଗ୍ରୁପଟାକୁ ନମ୍ବର 2 କୁହାଯିବ। ଦେଖନ୍ତୁ, ଆପଣ ଯଦି ବିଜେଡ଼ି ରାଜନୀତିକୁ ଅନୁଶୀଳନ କରିବେ, ପ୍ରତି 12 ବର୍ଷରେ ବିଜେଡ଼ି ରାଜନୀତିଟା କଡ଼ ଲେଉଟାଏ। ପୁରା 2000ରୁ 2012 ସେହି ସମୟରେ ଦଳରେ ନବୀନ ବାବୁ ମୁଖ୍ୟ ଥିଲେ, କିନ୍ତୁ ରାଜ ଚାଲିଥିଲା ପ୍ୟାରୀ ବାବୁଙ୍କର। ସମସ୍ତଙ୍କର ଠିକଣା ଥିଲା, ବିଜେଡ଼ି ଅଫିସର ଠିକଣା ଥିଲା ଶହୀଦନଗର 111। 2012ରେ ପ୍ୟାରୀ ବାବୁ ବିଜେଡ଼ି ରାଜନୀତିରୁ ଅପସରି ଗଲେ ଏବଂ 2012ରୁ 24 ଯାଏଁ ରାଜ ଚାଲିଲା ପାଣ୍ଡିଆନଙ୍କର ଏବଂ ଅନୁମାନ କରାଯାଉଥିଲା ପାଣ୍ଡିଆନଙ୍କର ଏ ରାଜ ଅନେକ ଦିନ ଧରି ଚାଲି ରହିବ। କିନ୍ତୁ 2024ରେ ଯେତେବେଳେ ନିର୍ବାଚନ ପରାଜୟ ହେଲା, ଯେଉଁ ପାଣ୍ଡିଆନଙ୍କ ଛାଇ ଦେଖିଲେ ବିଜେଡ଼ିର ନେତା କର୍ମୀମାନେ ଡରୁଥିଲେ, ଶଙ୍ଖ ଭବନରେ ତାଙ୍କ ବିରୋଧରେ ବିଷୋଦ୍ଗାର କଲେ। ନିକଟରେ ୱାକଫ୍ ବିଲ୍ ପ୍ରସଙ୍ଗରେ ମଧ୍ୟ ଆପଣମାନେ ଲକ୍ଷ୍ୟ କରିଥିବେ କିଭଳି ଭାବରେ ପାଣ୍ଡିଆନଙ୍କ ବିରୋଧରେ ବରିଷ୍ଠ ନେତାମାନେ ମଧ୍ୟ ସିଧାସଳଖ କହିବାକୁ ପଛାଇ ନଥିଲେ। ଅର୍ଥାତ୍ ବିଜେଡ଼ି ପାଇଁ ସବୁବେଳେ ନମ୍ବର 2 ଗୋଟେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ପ୍ୟାରୀ ବାବୁଙ୍କ କଥା କୁହନ୍ତୁ ଏବଂ ପାଣ୍ଡିଆନଙ୍କ କଥା କୁହନ୍ତୁ। ଏବଂ ରାଜନୀତି ସମୀକ୍ଷକମାନେ କୁହନ୍ତି ନବୀନ ବାବୁ କୁଆଡ଼େ ଛାଇ ଦେଖିଲେ ଡରନ୍ତି, ଟିକେ ଭୟାତୁର ଲୋକ, ତାଙ୍କର ଚୌକି ପ୍ରତି ଟିକେ ବିପଦ ଆସିଲେ ସେ ବେଶ ସତର୍କ ହେଇଯାଆନ୍ତି। ସୁଜତା ହେଉଛନ୍ତି ଓଡ଼ିଆ ଝିଅ, ତାହେଲେ ଅସ୍ମିତା ଧରିବନି। ଯେଉଁଥିପାଇଁ ପ୍ୟାରୀଙ୍କ ପରେ ପରେ ସିଏ ଆଉ ଜଣେ ନେତାଙ୍କୁ ସେ ଦାୟିତ୍ୱ ଦେଇନଥିଲେ। ଯଦିଓ ଆପଣ କହିବେ ଯେ 2019 ପରେ ପରେ ବବି ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା, କିନ୍ତୁ ବବି ଦାସଙ୍କୁ ସେଭଳି କ୍ଷମତାଶାଳୀ କରାଯାଇନଥିଲା ଯେ ସେ ନମ୍ବର 2 ଭାବରେ। ବବି ଦାସ କେବଳ ସଂଗଠନ ବୁଝୁଥିଲେ, ପୁଣି କାହା ନିର୍ଦ୍ଦେଶରେ? ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ। ପୁଣି ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଉଥିଲେ କିଏ? ପାଣ୍ଡିଆନ। ତେଣୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବବି ଦାସ ସଂଗଠନରେ ନିଜର ପତିଆରା ପ୍ରଭାବ ବିସ୍ତାର କରିଥିଲେ। କିନ୍ତୁ ଯେତେବେଳେ ପାଣ୍ଡିଆନ ନିଜେ ଚାକିରି ଛାଡ଼ିକି ଶଙ୍ଖ ଫୁଙ୍କିବା ଆରମ୍ଭ କଲେ, ଆପଣ ଦେଖିବେ ବବି ଦାସଙ୍କୁ ଆଉ ବିଜେଡ଼ି ପୋଷ୍ଟରେ ଦେଖିବାକୁ ମିଳିନଥିଲା। ଯେଉଁଥିପାଇଁ ବବି ଦାସ ରୁଷିଥିଲେ ଏବଂ ଗତ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପ୍ରତି ପୋଷ୍ଟରରେ ବବି ଦାସଙ୍କର ଫଟୋ ମଧ୍ୟ ଆପଣ ଦେଖିବାକୁ ପାଇବେ। ସେ ଏକ ଦଳର ଆଭ୍ୟନ୍ତରୀଣ କଥା ଏବଂ ତା ଭିତରେ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି। ଏବଂ ବର୍ତ୍ତମାନର ପ୍ରଶ୍ନ ହେଉଛି ଯେ ଯେଉଁ 24 ବର୍ଷର କଥା ଆମେ କହୁଥିଲେ, ସେତେବେଳେ ବିଜୁ ଜନତା ଦଳ ସରକାରରେ ଥିଲା, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। ଖାଲି ଓଡ଼ିଶାରେ ନୁହେଁ, ଭାରତ ବର୍ଷରେ ବି ତାଙ୍କର ଗୋଟେ ଦବଦବା ରହିଥିଲା। କିନ୍ତୁ ହାରିଯିବା ପରେ ଦଳର କର୍ମୀମାନେ କେତେ ଉଚ୍ଛୃଙ୍ଖଳ ହୁଅନ୍ତି, କେତେ ଅସନ୍ତୁଷ୍ଟ ହୁଅନ୍ତି, ସେମାନଙ୍କର ଅସନ୍ତୋଷର ପରିପ୍ରକାଶ କିଭଳି ଘଟେ ଏବଂ କିଭଳି ଭାବରେ ସେମାନେ ବେଲାଇନ ହେଇଯାଆନ୍ତି, ଆପଣମାନେ ଗତ ବର୍ଷକ ଭିତରେ ଯଦି ବିଜେଡ଼ି ରାଜନୀତିକୁ ଅନୁସରଣ, ବର୍ଷେ କୁହାଯାଇପାରିବ 10 ମାସ ଭିତରେ ବିଜେଡ଼ି ରାଜନୀତିକୁ ଅନୁସରଣ କଲେ ଆପଣ ଅନେକ କଥା ପାଇପାରିବେ। ଆଜି ନବୀନ ପଟ୍ଟନାୟକ ଅଛନ୍ତି, ବିଜେଡ଼ି ସଭାପତି ଭାବରେ କାମ କରୁଛନ୍ତି, କିନ୍ତୁ କେଉଁଠି ନା କେଉଁଠି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେବା ଆରମ୍ଭ ହୋଇଯାଇଛି। ଯଦି ଏଇ 10 ମାସ ଭିତରେ ବିଜେଡ଼ି ନେତା କର୍ମୀମାନଙ୍କର ଧୈର୍ଯ୍ୟ ଏଭଳି ଚ୍ୟୁତି ଘଟିଲାଣି, ସେମାନେ ମଧ୍ୟ ଓଲମ ବିଲମ ହେବା ଆରମ୍ଭ କଲେଣି। ଏ ଦିନ ଯେତିକି ଗଡ଼ି ଗଡ଼ି ଯିବ, ବିଜେଡ଼ିର କିଛି ନେତା, ବରିଷ୍ଠ ନେତା ଆଉ ଯୁବ ନେତା, ଛାତ୍ର ନେତା ଅନ୍ୟ ଆଡ଼େ ମୁହାଁଇବେନି ତ? ଇଏ ଏକ ବଡ଼ ପ୍ରଶ୍ନ। କାହିଁକିନା କଂଗ୍ରେସ ପାୱାରରେ ଥିଲାବେଳେ ଆଉ ପାୱାରରୁ ହଟିଗଲା ପରେ ଯେଭଳି ମାନେ ତାଙ୍କର ସଂଗଠନଟା ଖିନଭିନ ହେଇଗଲା, ବିଜୁ ଜନତା ଦଳରେ ମଧ୍ୟ ସେଭଳି ଏକ ଆଶଙ୍କା ପ୍ରକାଶ ପାଉଛି। କିନ୍ତୁ ଆପଣ ଦେଖିବେ ବିଜୁ ଜନତା ଦଳରେ ଗୋଟେ ବରିଷ୍ଠ ନେତାମାନେ ମାନେ ଯୁବ ଆଉ ବରିଷ୍ଠ ମଝାମଝି, ଯେମିତି ଆମେ କହିବା ଅରୁଣ ସାହୁ, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ବବି ଦାସ, ପ୍ରତାପ ଜେନା, ଏମାନେ ବହୁତ ବରିଷ୍ଠ ନୁହନ୍ତି କିମ୍ବା ଯୁବ ବି ନୁହନ୍ତି। ଏଇ ଯେଉଁ ପିଢ଼ିର ନେତା, ଏମାନେ ଯଦି ଏକାଠି ହେଇ ଯେଉଁଟା କୁହାଯାଉଛି ରାଜନୈତିକ ବ୍ୟାପାର କମିଟି ଗଠନ କରାଯିବ, ଯେଉଁଟାକି ପୂର୍ବରୁ ଥିଲା, ବିଜୟ ମହାପାତ୍ର ମଧ୍ୟ ସେ କମିଟିର ଅଧ୍ୟକ୍ଷ ଥିଲେ। ଯେଉଁ ରାଜନୈତିକ ବ୍ୟାପାର କମିଟି ସବୁ ନିଷ୍ପତ୍ତି ନେଉଥିଲା, ମାନେ ସଭାପତି ତ ଶେଷ ନିଷ୍ପତ୍ତି ନେବେ, କିନ୍ତୁ ପ୍ରକୃତରେ ଦଳର ଷ୍ଟ୍ରାଟେଜି କ'ଣ ହେବ, ଟିକେଟ୍ ଆବଣ୍ଟନଠୁ ନେଇକି ଦଳର ପ୍ରତ୍ୟେକ ରଣନୀତି କେବଳ ନିର୍ଭର କରୁଥିଲା ରାଜନୈତିକ ବ୍ୟାପାର କମିଟି। ଏବେ ଯଦି ରାଜନୈତିକ ବ୍ୟାପାର କମିଟି ଗଢ଼ି ବରିଷ୍ଠ ଯୁବ ଛାତ୍ରଙ୍କୁ ନେଇ ଗୋଟେ ସମତୁଲ କମିଟି ଗଠନ କରାଯାଏ, ତା ମାଧ୍ୟମରେ ଯଦି ବିଜୁ ଜନତା ଦଳ ଚାଲେ, ତାହେଲେ ଆପଣ କହିବେ ହୁଏତ ତାଙ୍କର ଭବିଷ୍ୟତ ଉଜ୍ଜଳ ହୋଇପାରେ। କିନ୍ତୁ ହଠାତ୍ ଯଦି ଆପଣ ପାଣ୍ଡିଆନଙ୍କୁ ବସେଇଦେବେ, କାରଣ ପାଣ୍ଡିଆନଙ୍କୁ ନବୀନ ବାବୁ କେତେ ସୁରକ୍ଷା ଦେଉଛନ୍ତି ଆପଣ ଲକ୍ଷ୍ୟ କରିଥିବେ। 24ରେ ହାରିଲା ପରେ ଲୋକ ଯେତେବେଳେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ,
नवीन पट्टनायक कहले ना सी जाइनु एवं वाकअप बिल प्रसंग में पांड्यान टार्गेट कला बेले नवीन पट्टनायक सीधा सड़क आसी मत व्यक्त कले अर्थात नवीन मुंडे एबे भी से माने या रही जे पांड्यान ही दलटा को बुझीपारे और किसी नेता से धारणा रही किंतु आपड़ जो तृणमूल स्तर को पलैबे ग्रासरूट लेवल को पलैबे कर्मी नेता मध्य कहीं गोटे पांड्यान प्रति आउ से जो गोटे नेगेटिव भाइब्स अच्छी आ पॉजिटिव भाइब्स आग भाया ना तेणु जो कहूँ सुजाता कार्तिकेयन हुए तो ए भितर पशि पारती कि पांड्यान पुणी थे मंग धरी पारती ये सब चर्चा भितर बर्तमान गोटे कथा हूँ काली की पांड्यान पशिबे कि सुजाता पशिबे किए दायित्व ने अलग कथा किंतु संप्रति जो जटिल समय दे विजु जनता दल गति आरंभ करिछि सेभଳି क्षेत्र में सबू नेता को एकाठी करी गोटे राजनैतिक व्यापार कमिटी गठन कले ताले 2027 पंचायत निर्वाचन बेलू बीजेडी गोटे तो माने पुणी थे तार पुराणा भाइब्स माने पुराणा ये को फेरी पार पुणी बीजेडी प्रति गोटे हावा बही पार अन्यथा जदि बीजेडी पुणी से नवीन बाबू पांड्यान मोहरे पड़गले ताहले आगामी दिन में यह बीजेडी बुमेरांग पॉइंट 2 रे कि पांड्यान जदि बीके पांड्यान न रुहंती ताहले अनेक ऑफिसर भी थिले जे कि नवीन निवास रे रहउतले तो सेमानको भितर कि एके किंतु सेमानको भितर अनेक दुई जन मध्य डेपुटेशन ऑलरेडी दिल्ली पळेलेनी देखो से मैंने आउ आप ऑफिसर जे आसबे बीजेडी संभाळे से स्थिति नहीं जो पांड्यान को विरोध कराऊँ जोरदार अन्य ऑफिसर पशिगले तो स्थिति सांघातिक हो कहीं जोटा घंट घोड़िया हो पांड्यान किसी बुझुना जो कथाटी कहे कि गोटे आरेंजमेंट कराई माने गोटे लोक भुआ बुलायापी भ्रमित करने जो चिंता कराई समस्ते सबकि जानती पांड्यान प्रकृत दल बुझुं कि नहीं जो वरिष्ठ नेता मैंने मीडिया आगे कहते सत को सब नेता मैंने अधा सत्य अर्ध सत्य कहते अर्धा सत्य गिली दिखती ये स्थिति बीजेडी चली किंतु वर्तमान परिस्थिति पुणी ये आप सुजाता हो कार्तिक पांड्यान को आगू को आनीफेरी पुणी लोक बार्ता जीवार एम हाथ में ही जीव आपड़ गोटे कथा के जुक्ति कर सुजाता होती ओडिया झील ताल अस्मिता धरबनी किंतु बुझीबार अच्छी जे सुजाता को परिचालन कर लोक जन किए बीके पांड्यान रही ना तेणु बीके पांड्यान कोटरी शक्तिशाली हम तेणु बीजेडी अनेक वरिष्ठ नेता निश्चित भाव में निजक असहज मन करेंगे तेणु आगामी दिन में ओडिशा राजनीति में आहरी एक पट परिवर्तन होवार संभावना रही जदि बीजेडी समस्त सांगे नहीं चली न पार जमी पंचायत राज में देखिए पंचायत मानक देखिए सरपंच जिला परिषद सभापति टू चेयरमैन टू धरिकी ब्लॉक चेयरमैन मैंने धीरे धीरे पद्म मुआ होती काली काली के अन्य नेता मैंने आप देखते युव विधायक मैंने युव नेता मैंने होटेल में मेली होती आज्ञा मेली होगी कौन चा पिउछंती चा पियार तो थे घरे गोटे पर्व आयोजन कराता राजेश स्वाई प्रसन्न आचार्य वरिष्ठ नेता भी अच्छा भी पॉइंट 2 रे भी शामिल करा जाय पारे नहीं देखो जो नंबर 2 कथा बीजेडी रे कहउची आ सिंगल हैंडेड नंबर 2 हबनी नंबर 2 मीन्स गोटे कोर ग्रुप टाक नंबर 2 कह जीवो जेम गोटे राजनीतिक व्यापार कमिटी आपण जे कहले प्रसन्न आचार्य कथा कहतु राजेश स्वाई कथा कहतु सेपटे दक्षिण रे किछि नेता को चंद्रशेखर साहू भले नेता को नहीं जाई पारंती एई भली भाबरे 10-15 जणिया टीम गोटा करा हो ए टीमटा ही जदि नंबर 2 हुए ताल हुए तो बीजेडीटा पुणी मजबूत हम किंतु नंबर 2 ए टीमटा को नक गोटे व्यक्ति विशेष को करदे जहाँ बीजेडी शुभंकर हम ना आज कह